ଜଣେ ରାଜା ସିଦ୍ଧସନ୍ଥ ଗରିବ ଦାସଙ୍କୁ ଦର୍ଶନ କରିବା ପାଇଁ ପହଞ୍ଚିଲେ। ନିଜ ରାଜସୀ ଅହଙ୍କାରରେ ପ୍ରେରିତ ହୋଇ ସନ୍ଥ ଗରିବ ଦାସଙ୍କୁ କହିଲେ, ଆପଣଙ୍କର କୌଣସି ବସ୍ତୁ ଦରକାର ହେଲେ ମୋତେ କହିବେ, ମୁଁ ଆପଣଙ୍କ ସେବାରେ ତାହା ତୁରନ୍ତ ପହଞ୍ଚାଇ ଦେବି। ସନ୍ଥ କହିଲେ, ରାଜନ୍, ତୁମ ପାଖରେ ନିଜର କ'ଣ ଅଛି ଯେ ତୁମେ ମୋତେ ଦେବ? ରାଜା କହିଲେ, ମହାରାଜ, ସବୁକିଛି ତ ମୋର। ଏହା ଶୁଣି ସନ୍ଥ କହିଲେ, ରାଜନ୍, ଏସବୁ ତୁମର ଭାବନା ବୋଲି ଭାବିବା ତୁମର ଭ୍ରମ ଅଟେ। ତୁମର ଶରୀର ତୁମକୁ ମାତା ପିତା ଦେଇଛନ୍ତି, ଧନଧାନ୍ୟ ତ ଧରିତ୍ରୀ ମାତାଙ୍କ ଦାନ, ଆଉ ରାଜପାଟ ବି ତୁମର ନୁହେଁ। ପ୍ରଜାମାନଙ୍କ ଯୋଗୁଁ ହିଁ ତୁମେ ରାଜା ହୋଇଛ। ଏ ସଂସାରରେ କେବଳ ଧର୍ମ ହିଁ ପ୍ରକୃତ ସମ୍ପତ୍ତି। ଯଦି ତାହାର ପାଳନ କରି ତୁମେ ପ୍ରଜାମାନଙ୍କର ସେବା ଓ ରକ୍ଷା କରିବ, ତେବେ ପ୍ରକୃତ ସୌଭାଗ୍ୟର ଅଧିକାରୀ ହେବ। ସନ୍ଥଙ୍କର ଏହି କଥା ଶୁଣି ରାଜାଙ୍କ ଅହଙ୍କାର ବିଗଳିତ ହୋଇଗଲା। ଅଖଣ୍ଡ ଜ୍ୟୋତି ଓଡ଼ିଆ, ଅଗଷ୍ଟ ମାସ 2015 ମସିହା, ପୃଷ୍ଠା ସଂଖ୍ୟା 21। ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।